ଚୁଡ଼ା ଷ୍ଟକ୍ ନାହିଁ, ଚୁଡ଼ା ଷ୍ଟକ୍ ନାହିଁ, ଚୁଡ଼ା ଷ୍ଟକ୍ ନାହିଁ, ଚୁଡ଼ା ଷ୍ଟକ୍ ନାହିଁ। ରିଲିଫ ହେଉଛି ଆପଣ ଯେଉଁ ଚୁଡ଼ା ଚୁଡ଼ା ଷ୍ଟକ୍ ନାହିଁ, ଅର୍ଡ଼ର ଦେଲା ପରେ ଚୁଡ଼ା ଆସିଯାଉଛି ଏବଂ ଫଡ଼ର ମଧ୍ୟ ଷ୍ଟକ୍ ନାହିଁ। ରିଲିଫ ହେଉଛି ଆପଣ ଯେଉଁ ଚୁଡ଼ା ଚୁଡ଼ା ଷ୍ଟକ୍ ନାହିଁ, ଅର୍ଡ଼ର ଦେଲା ପରେ ଚୁଡ଼ା ଆସିଯାଉଛି। ରିଲିଫ ହେଉଛି ଆପଣ ଯେଉଁ ଚୁଡ଼ା ଚୁଡ଼ା ଷ୍ଟକ୍ ନାହିଁ, ଅର୍ଡ଼ର ଦେଲା ପରେ ଚୁଡ଼ା ଆସିଯାଉଛି ଏବଂ ଫଡ଼ର ମଧ୍ୟ ଷ୍ଟକ୍ ନାହିଁ। ରିଲିଫ ହେଉଛି ଆପଣ ଯେଉଁ ଚୁଡ଼ା ଚୁଡ଼ା ଷ୍ଟକ୍ ନାହିଁ, ଅର୍ଡ଼ର ଦେଲା ପରେ ଚୁଡ଼ା ଆସିଯାଉଛି ଏବଂ ଫଡ଼ର ମଧ୍ୟ ଷ୍ଟକ୍ ନାହିଁ। ପାଇଲି ସୋସିଆଲ ମିଡ଼ିଆ ଏବଂ ନ୍ୟୁଜ୍ରୁ ପାଇଲା ପରେ ଆସିକି ଗତକାଲି ଆସିକି ପହଞ୍ଚିଲି ଭୁବନେଶ୍ୱରରେ। ପହଞ୍ଚିଲା ପରେ ମୁଁ ଇମିଡ଼ିଏଟଲି ଆସିକି ବରି କାଲି ଇନ୍ସପେକ୍ସନ୍ ପୁରା କରିଥିଲି। ବରି କାଲି ଅନ୍ୱେଷା ରେଡ୍ଡି ଯେ ପୂର୍ବତନ ଜିଲ୍ଲାପାଳ ଥିଲେ ସିଏ ଦାୟିତ୍ୱରେ ଅଛନ୍ତି ଏବଂ କାଲି କଲେକ୍ଟର ଏବଂ ଆଗରୁ କଲେକ୍ଟରଙ୍କ ସହିତ ମୁଁ କଥାବାର୍ତ୍ତା ହେଇଥିଲି କେମିତି ଡିଷ୍ଟ୍ରିବ୍ୟୁସନ୍ ହେବ ପ୍ରପରଲି ରିଲିଫ୍ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କଲି। ତେଣୁ ଆଜି ମୁଁ ଆସିକି ଯାଜପୁରର ଏଇ ବୈତରଣୀ ସିଷ୍ଟମ୍ ଯେଉଁଟାକି ଅଭୂତପୂର୍ବ ବନ୍ୟା, 30 ବର୍ଷ ଭିତରେ ଏତେ ବନ୍ୟା କେବେ ହେଇନଥିଲା। ଆଖୁଆପଦାରେ 19 ମ୍ୟାକ୍ସିମମ୍ ଯାଇଥିଲା, ଏଥର 21 ମିଟର ଆସିଛି, ତେଣୁ ବହୁତ ଅଭୂତପୂର୍ବ ବନ୍ୟା ଆସିଛି ଏବଂ ବିଭିନ୍ନ ପ୍ରକାର ପ୍ରକଳ୍ପ ନଈ ପଠାରେ ଯେଉଁ ଆଗ ପୂର୍ବ ସରକାର ହେଇଥିଲା ଏବଂ ତାପରେ ବିଭିନ୍ନ ପ୍ରକାର ଏଇ ଯେଉଁ ବନ୍ୟା ଆସିଗଲା ତାର ଗୋଟେ ହଲିଷ୍ଟିକ୍ ମେଜରମେଣ୍ଟ ହେଇନଥିଲା। ଆଗରୁ ହଲିଷ୍ଟିକ୍ ଗୋଟେ ଡେଭଲପମେଣ୍ଟ ନଦୀ ବନ୍ଧ ନଦୀ ଫ୍ଲଡ୍ କଣ୍ଟ୍ରୋଲ ପାଇଁ ହେଇନଥିଲା, ଯେଉଁଥିପାଇଁ ଏଇ ବନ୍ୟା ବହୁତ କ୍ଷତି ହେଇଛି। ଆଜି ଏବେ ତାପରେ ମୁଁ ବିଞ୍ଝାରପୁର ଆସିଛି, ବିଞ୍ଝାରପୁର ଦେଖୁଛି ବହୁତ ବଡ଼ ଘାଇ ହେଇଛି। ଗତ ବର୍ଷ ଏଇ ଜାଗାକୁ ଆମେ ଆସିଥିଲୁ, ବିଭିନ୍ନ ପ୍ରକାର ଯୋଜନା ଆମେ କରିଛୁ କରିବା ପାଇଁ ତାକୁ, କିନ୍ତୁ ଏଇ ଯେଉଁ ଘାଇ ହେଇଛି ବହୁତ ବଡ଼ ଆକାରରେ ହେଇଛି। ଜିଲ୍ଲାପାଳଙ୍କ ସହିତ ମୁଁ କଥାବାର୍ତ୍ତା ହେଇଛି, ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଏବଂ ରିଲିଫର ଅନ୍ୟ ଜିନିଷ ସପ୍ଲାଏ କରିବେ ଏବଂ ଫଡର ଗାଈ ଗୋରୁମାନଙ୍କ ପାଇଁ କେମିତି ଯତ୍ନ ନେବେ ଏବଂ ତାଙ୍କ ପାଇଁ ଫଡର କେମିତି ପଠାହବ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ରିଲିଫ ହେଉଛି ଆପଣ ଯେଉଁ ଚୁଡ଼ା ଚୁଡ଼ା ଷ୍ଟକ୍ ନାହିଁ, ଅର୍ଡ଼ର ଦେଲା ପରେ ଚୁଡ଼ା ଆସିଯାଉଛି ଏବଂ ଫଡର ମଧ୍ୟ ଷ୍ଟକ୍ ନାହିଁ। ରିଲିଫ ମାନେ ଶୁଣନ୍ତୁ, ରିଲିଫ ସେ ମୋତେ କହିଲେ ରିଲିଫ ହେଉଛି ଆପଣ ଯେଉଁ ଚୁଡ଼ା ଚୁଡ଼ା ଷ୍ଟକ୍ ନାହିଁ, ଅର୍ଡ଼ର ଦେଲା ପରେ ଚୁଡ଼ା ଆସିଯାଉଛି ଏବଂ ଫଡର ମଧ୍ୟ ଷ୍ଟକ୍ ନାହିଁ। ରିଲିଫ ଭିତରେ ରନ୍ଧା ଖାଦ୍ୟ ଠିକ ସଫିସିଏଣ୍ଟ ଦିଆହେଉଛି। କୋଉ କୋଉ ଜାଗାରେ ନା ରିଲିଫ ତ ଦିଆଯାଉଛି, ଘୋଷଣା କରାହେବା କଥା କଣ। ଆଜି ଯାହା ମୁଁ କଥା ହେଉଥିଲି ପର ପର୍ସନ 1 କେଜି ଲେଖା ଚୁଡ଼ା ଦିଆଯିବ।